ସବୁ ବର୍ଷ ଯାହା ଫର୍ମେସନ ଥାଏ ଭଲ କାମ କରିବି, ଯୋଉଟା କରି ଆସୁଛି ଭଲ ଫିଲ୍ମ କରିବି, ସେତିକି ଖୁସି ଲାଗେ। ଏମାନଙ୍କୁ ଭଲ ପାଇବା ପାଇଲେ ସବୁ ବର୍ଷ ଆସନ୍ତି, ପ୍ରାର୍ଥନା କରିବି ସମସ୍ତେ ସୁସ୍ଥ ରୁହ, ଭଲରେ ରୁହ, ଏତିକି। ଜଗନ୍ନାଥଙ୍କ ମଙ୍ଗଳ କରନ୍ତୁ। ଏମାନେ ତ ଫ୍ୟାନ୍ସ ନୁହନ୍ତି, ମୋ ପରିବାର ଭଳିଆ ସବୁବେଳେ କହି ଆସିଛି, ଆଉ ୟାଙ୍କ ଭଲ ପାଇବା ହିଁ ମୋ ପାଇଁ ମୋଟିଭେସନ ବହୁତ ବଡ। ଆରେ ସବୁ ବର୍ଷ ଗଲା ବର୍ଷ ସେଲିବ୍ରେଟ କରିନଥିଲେ ଏବଂ ଏଇ ବର୍ଷ ଯେତେବେଳେ ଆମେ ଦେଖିଲୁ ସକାଳୁ ଫ୍ୟାନ୍ସ ମାନଙ୍କ ଭିଡ ରହିଛି, ସମସ୍ତେ ଆସୁଛନ୍ତି, ସେମାନଙ୍କ ପାଇଁ କଣ ଆପଣଙ୍କର? ତାଙ୍କ ଭଲ ପାଇବା ହିଁ ମୋ ପାଇଁ ସବୁଠୁ ବଡ ମୋଟିଭେସନ, ଯୋଉଥିପାଇଁ ଆହୁରି ଭଲ ଭଲ ଫିଲ୍ମ କରେ, ଆହୁରି ଚେଷ୍ଟା କରେ ଭଲ ଫିଲ୍ମ କରିବା ପାଇଁ। ଗୋଟେ ବର୍ଷ ଫିଲ୍ମ ବି କଲିନି, ସ୍କ୍ରିପ୍ଟରେ ବସିଲି, ଆଶା କରୁଛି ଜଲ୍ଦି ଆନାଉନ୍ସମେଣ୍ଟ ହବ ସେ ଫିଲ୍ମ ବିଷୟରେ। ଫିଙ୍ଗର୍ସ କ୍ରସ୍ଡ ଆଉ ଗୋଟେ ଭଲ ଫିଲ୍ମଟେ କରିବା ପାଇଁ ଚେଷ୍ଟା କରିବି। ଆଉ ଏମାନେ କହିଛି ମୋ ଏକ୍ସଟେଣ୍ଡେଡ ଫ୍ୟାମିଲି, ଏମାନେ ସମସ୍ତେ ଖୁସି ଲାଗେ, ଏତେ ଭଲ ପାଇବା ମିଳିଲେ ଖୁସି ଲାଗେ। ଭାଇଙ୍କ ବାର୍ଥଡେରେ କିଛି ସରପ୍ରାଇଜ ମିଳିବ ଫ୍ୟାନ ମାନଙ୍କୁ? ମତେ ତ ସରପ୍ରାଇଜ ଦିଅନ୍ତି ଏମାନେ, ଏବେ ମିଳିବନି କିନ୍ତୁ ବହୁତ ଜଲ୍ଦି ମିଳିବ। ପରିଶ୍ରମ କରିବାକୁ ପଡୁନି, ବାଧ୍ୟ ମୁଁ କରିବା ପାଇଁ, କାହିଁକିନା ମୋ କାମର ଏଇଟା ଗୋଟେ ପାର୍ଟ। ଆଉ ଯଦି ସେମିତି କ୍ୟାରେକ୍ଟର ନଥାନ୍ତା, ସେମିତି ଫିଲ୍ମ ନଥାନ୍ତା, ତାହେଲେ ମୁଁ ଖାଇକି ପେଟ ଫେଟ ବଢେଇକି ଆରାମସେ ଘରେ ବସିଥାନ୍ତି। ଆସିବ, ଆନାଉନ୍ସ ଜଲ୍ଦି ହବ। କାହିଁକିନା ଏଇ ଯୋଉ ଫିଲ୍ମଟି କରୁଛି ଏବେ ରିସେଣ୍ଟଲି, ଯୋଉ ପ୍ରୋଜେକ୍ଟରେ କାମ କରୁଛି, ଏଟା ସୁଟ୍ ପାଇଁ ବି ଟାଇମ ଲାଗିବ, ପୋଷ୍ଟ ପ୍ରଡକ୍ସନ ପାଇଁ ବି ଟାଇମ ଲାଗିବ। ସୋ ଆରମ୍ଭ କିନ୍ତୁ ଜଲ୍ଦି ହବ। ବହୁତ ମନେ ପଡେ, ଖାଲି ଜନ୍ମଦିନରେ ନାହିଁ, ଏବେ ପ୍ରତ୍ୟେକଟି ମୁହୂର୍ତ୍ତରେ ମନେ ପଡେ। ନୂଆ ଫିଲ୍ମ ଆରମ୍ଭ ହେଲେ ମନେ ପଡେ, ଗୁଆନ ଜନ୍ମଦିନରେ ମନେ ପଡେ, ସବୁବେଳେ ମନେ ପଡେ ବାପାଙ୍କ କଥା। ଥ୍ୟାଙ୍କ ୟୁ।